ଯେତେବେଳେ ଯୁଦ୍ଧ ଚାଲିଛି ସେତେବେଳେ ସାମରିକ ସହଯୋଗ କୂଟନୈତିକ ସମ୍ପର୍କ କେମିତି ଯୁଦ୍ଧରେ କିଏ କାହାକୁ ମାତ ଦେବ ଏସବୁର ରଣନୀତି ଆଉ ଏହାରି ଭିତରେ ଭିନ୍ନ ଏକ ସମ୍ପର୍କ ସାମ୍ନାକୁ ଆସିଛି। ଏ ସମ୍ପର୍କ ମାନବିକତାର ସମ୍ପର୍କ, ଏ ସମ୍ପର୍କ ଭାଇଚାରାର ସମ୍ପର୍କ। ନିଜର କେହି ଆତ୍ମୀୟ ସ୍ୱଜନ ଇରାନରେ ତାଙ୍କର ନାହାନ୍ତି, କିନ୍ତୁ ତଥାପି ଏହି ଯୁଦ୍ଧ ନେଉଥିବା ସାଧାରଣ ଲୋକଙ୍କ ଜୀବନକୁ ଦେଖି ସେମାନେ ସ୍ୱତଃପ୍ରବୃତ୍ତ ଭାବରେ କିଛି କ୍ଷତିପୂରଣ ପାଇଁ ଆଗେଇ ଆସିଛନ୍ତି, ମାନବିକତା ସହ ସହଯୋଗର ହାତ ମିଳେଇଛନ୍ତି। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଫିନ ଆଶୁତୋଷ। ଏଭଳି ଏକ ମାନବିକ ସମ୍ପର୍କର କଥା ଯୁଦ୍ଧଭୂମିରୁ ସାମ୍ନାକୁ ଆସିଛି। ସିଧାସଳଖ ଇରାନରେ ଘଟୁନାହିଁ ସତ, ହେଲେ ଇରାନର ଭୌଗୋଳିକ ମାନଚିତ୍ର ଠାରୁ ଶହ ଶହ କିଲୋମିଟର, ହଜାର ହଜାର କିଲୋମିଟର ଦୂରରେ ଭାରତର ଜମ୍ମୁ କାଶ୍ମୀରରେ ଘଟିଛି। ଭାରତର ଜମ୍ମୁ କାଶ୍ମୀରର ବୁଡଗାମ ଅଞ୍ଚଳବାସୀ ବର୍ତ୍ତମାନ ସମୟରେ ଇରାନ ପାଇଁ ସହଯୋଗର ହାତ ବଢାଇଛନ୍ତି। ଆମେରିକା, ଇରାନ ଓ ଇସ୍ରାଏଲର ଯୁଦ୍ଧ ଚାଲିଛି। ଯୁଦ୍ଧରେ କିଏ କାହାକୁ ନିପାତ କରିବ, କାହାର ରଣନୀତି କଣ, ଇଏ ଗୋଟିଏ ଭିନ୍ନ କଥା, କିନ୍ତୁ ତା ବାଦ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଉଛି, ମାନବିକତାକୁ କୁଠାରଘାତ ହେଉଛି। ଏଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବୁଡଗାମ ଅଞ୍ଚଳର ବାସୀ ଇରାନର ସାଧାରଣ ଜନତାଙ୍କ ସହ ଛିଡା ହୋଇଛନ୍ତି। ଯିଏ ଯାହା ପାଉଛନ୍ତି, କାହା ଘରେ ଚାନ୍ଦି ରୂପାର ବାସନକୁସନ ଅଛି, କାହା ପାଖରେ ସୁନା ଅଳଙ୍କାର ଅଛି, କାହା ପାଖରେ ଟଙ୍କା ଅଛି, ସେ ସବୁ ସେମାନେ ଇରାନକୁ ପଠାଉଛନ୍ତି। ତେବେ ସାଧାରଣ ଲୋକ ନୁହନ୍ତି, ଜମ୍ମୁ କାଶ୍ମୀରର ବ୍ୟବସ୍ଥା ବି ସେମାନଙ୍କ ସହ ଛିଡା ହୋଇଛି। ବୁଡଗାମର ବିଧାୟକ ଯିଏ ଅଛନ୍ତି, ସେ ନିଜର 1 ମାସର ଦରମା ଇରାନର ଯୁଦ୍ଧଭୂମିରେ ମୃତ୍ୟୁବରଣ କରୁଥିବା ସାଧାରଣ ଲୋକଙ୍କର କ୍ଷୟକ୍ଷତି ଉଦ୍ଦେଶ୍ୟରେ ଦାନ କରିଛନ୍ତି। ସେ ଲେଖିଛନ୍ତି, ଏଭଳି ଏକ ଯୁଦ୍ଧର ସମୟ ଆସିଛି ସତ, କିନ୍ତୁ ଏହି ପରିପ୍ରେକ୍ଷୀରେ ବି ଆମେ ଆମ ମାନବିକତାକୁ ଭୁଲିବା ଉଚିତ ନୁହେଁ। ଯେଉଁମାନଙ୍କ ମଧ୍ୟ ଆର୍ଥିକ, ଶାରୀରିକ, ମାନସିକ କ୍ଷତି ଘଟୁଛି, ସେହି କ୍ଷତିଭରଣର କିଛି ଅଂଶ ଏହି ସହଯୋଗ ରାଶି ଲିଭେଇ ପାରିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ଆଉ ବୁଡଗାମ ଅଞ୍ଚଳର ବିଭିନ୍ନ ମସଜିଦରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ଛୋଟ ଛୋଟ ପିଲାମାନେ ନିଜର ପିଗି ବକ୍ସରୁ ଟଙ୍କା ସଂଗ୍ରହ କରି ଇରାନକୁ ପଠାଇବା ପାଇଁ ଏକତ୍ରିତ କରୁଛନ୍ତି। କିଛି ସ୍ଥାନରେ ମସଜିଦରେ ଇରାନବାସୀଙ୍କର ଆରୋଗ୍ୟ କାମନା କରି ଏବଂ ଯୁଦ୍ଧର ପରିସମାପ୍ତି କାମନା କରି ଶାନ୍ତି ଉଦ୍ଦେଶ୍ୟରେ ମଧ୍ୟ ନମାଜ ପାଠ କରାଯାଉଛି। ଆଉ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁଦ୍ଧ ଭୂମିକୁ କେମିତି ସେମାନେ ସହଯୋଗ ପଠାଇବେ ସେଥିପାଇଁ ଚେଷ୍ଟିତ ଅଛନ୍ତି। କିଛି ସ୍ଥାନୀୟ ଲୋକ କହିଛନ୍ତି, ଏହି ଯୁଦ୍ଧଭୂମିରେ ସେମାନଙ୍କୁ ଶହୀଦ ହେବାର ସୁଯୋଗ ମିଳୁନାହିଁ, ତଥାପି ସହଯୋଗ କରିବାର ସୁଯୋଗ ସେମାନଙ୍କ ପାଖରେ ରହିଛି। ଆମେରିକା, ଇରାନ ଓ ଇସ୍ରାଏଲ ଏହି 3 ଦେଶର ଯେକୌଣସି ନାଗରିକର ମୃତ୍ୟୁ ମଧ୍ୟ ଏକ ଅପୂରଣୀୟ କ୍ଷତି। ଯୁଦ୍ଧରେ କୌଣସି ସୀମା ସରତ ନଥାଏ, ଯୁଦ୍ଧରେ କୌଣସି ଧର୍ମ ନଥାଏ, ଜାତି ନଥାଏ। ଯୁଦ୍ଧ ଏକ ଏଭଳି ବିଭୀଷିକା ସୃଷ୍ଟି କରେ ଯାହା ମାନବ ସମାଜ ପ୍ରତି ବିପଦପୂର୍ଣ୍ଣ। ଆଉ ଯେତେବେଳେ ଯୁଦ୍ଧ ଭୂମିରେ ଇରାନ, ଆମେରିକା ଓ ଇସ୍ରାଏଲ ଛିଡା ହୋଇଛନ୍ତି, ସେତେବେଳେ ଆମେରିକା, ଇସ୍ରାଏଲ ଭଳି ବଡ ବଡ ଦେଶ କୂଟନୈତିକ ସମର୍ଥନର କଥା ଚିନ୍ତା କରୁଛନ୍ତି। ଠିକ ସେତେବେଳେ ଇରାନ ଭଳି ଦେଶ ପାଇଁ ମାନବିକତା ଛିଡା ହୋଇଛି ବୋଲି ବୁଡଗାମର ସାଧାରଣ ଲୋକେ କହିଛନ୍ତି। ବୁଡଗାମ ଲୋକେ କହିଛନ୍ତି, ସେମାନେ ଇରାନବାସୀଙ୍କ ପାଇଁ ହୁଏତ ଶହୀଦ ହୋଇପାରୁନାହାନ୍ତି, କିନ୍ତୁ ଏହି ଯୁଦ୍ଧର ମୁହୂର୍ତ୍ତରେ ଆବଶ୍ୟକୀୟ କ୍ଷତିପୂରଣ ପାଇଁ ସେମାନେ କିଛିଟା ଆର୍ଥିକ ସହଯୋଗ କରିବାକୁ ଏକ ଚେଷ୍ଟା ଆରମ୍ଭ କରିଛନ୍ତି। ନିଜ ନିଜ ଘରେ ରଖିଥିବା ପିତ୍ତଳ, ଷ୍ଟିଲର କଂସା, ବାସନ, ସୁନା, ଅଳଙ୍କାର, କାହା ପାଖରେ କେତେ ଟଙ୍କା ସଞ୍ଚୟ କରି କିଏ ରଖିଛନ୍ତି, ସେ ସବୁକୁ କାଢି ଇରାନକୁ ପଠାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଆଉ ଯେତେବେଳେ ସ୍ଥାନୀୟ ବିଧାୟକ ମାନେ ମଧ୍ୟ ସାଧାରଣ ଲୋକଙ୍କର ଏହି ସମର୍ଥନରେ ବାହାରିଛନ୍ତି, ସେତେବେଳେ ଭାରତରେ ଥିବା ଇରାନ ଦୂତାବାସ ଏହି ଘଟଣା ପାଇଁ ସମସ୍ତ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛି। କେବଳ ଜାମ୍ମୁ କାଶ୍ମୀର ବାସୀଙ୍କ ପାଇଁ ନୁହେଁ, ବରଂ ପୁରା ଦେଶର ଏଭଳି ଏକ ଆଭିମୁଖ୍ୟକୁ ଦେଖି ବର୍ତ୍ତମାନ ଇରାନର ରାଷ୍ଟ୍ରଦୂତ ଖୁସି ବ୍ୟକ୍ତ କରିବା ସହିତ ଏହି ଯୁଦ୍ଧ ଭୂମିରେ ଇରାନକୁ ସହଯୋଗ କରିଥିବାରୁ ଧନ୍ୟବାଦ ବି ଦେଇଛନ୍ତି। ତେବେ ଫେବୃଆରୀ 28 ତାରିଖ ଠାରୁ ଆମେରିକା, ଇସ୍ରାଏଲ ଓ ଇରାନ ଭିତରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି, ତାହା ବନ୍ଦ ହେବାର ନା ନେଉନାହିଁ। ଏଭଳି ପରିସ୍ଥିତିରେ କେମିତି କୂଟନୈତିକ ଆଲୋଚନା ଆଗକୁ ବଢିବ ଏବଂ ଯୁଦ୍ଧର ପରିସମାପ୍ତି ହେବ, ଯେତେବେଳେ ବିଶ୍ୱର ସର୍ବବୃହତ ଏବଂ ସର୍ବଶକ୍ତିଶାଳୀ ରାଷ୍ଟ୍ର ଯୁଦ୍ଧ ଲଢୁଛି, ସେତେବେଳେ ଇସ୍ରାଏଲ ଓ ଇରାନ ଭଳି ଦେଶ କେମିତି ଭାବରେ ଯୁଦ୍ଧରେ ଏକ
फुल स्टॉप आनिबे समय ही ताहा कहिबो बा युद्धर परिसमाप्ति केमिति घटिबो समय ही ताहा कहिबो किंतु से पर्यंत आमे आम मानविकता को भी भूली जिबा उचित नुहे। रहुछि दर्शक बंधु, नमस्कार।